ଗାୟକ ସମ୍ରାଟ ବିଶ୍ୱନାଥ ପରଜୋଶୀ ତାଙ୍କର ଆସନ୍ତାକାଳ ନିକଟରେ ରମାବିଲ୍ ପ୍ରଥମ କରି ସେ ହରେକୃଷ୍ଣ ମହତାବ ପ୍ରାଣକୃଷ୍ଣ ମହାନ୍ତି ଥିଲେ ସେକ୍ରେଟାରୀ କଲଚର ତାକୁ କହିଲେ ଗୋଟେ ପାଲା ଭିତରେ ଗୋଟେ ପ୍ରତିଯୋଗିତା ହେଉ ତାହା କଟକରେ ହେଲା ସେତେବେଳେ ସଚିବାଳୟ ଥିଲା କଟକରେ ଭୁବନେଶ୍ୱର ଆସିଥିଲା ସେ 50 ମସିହା କଥା 51 ମସିହା କଥା ସେଠି ସିଏ ଯେଉଁ ପାଲା ଚାଲିଲା 5 ଦିନ ପାଲା ଭିତରେ ସେ ତାଙ୍କର ବିରୋଧୀ ଥିଲେ ମଣିନାଥ ପାଲା ଗାୟକ ତାଙ୍କ ପୁଅ ହରିନାଥ ଆଉ ନରିନାଥ ଏବଂ ତାଙ୍କର ସବୁ ପାଳିଆ ଆଙ୍କର ଏଠି ବିଶ୍ୱନାଥ ପରଜୋଶୀ ଯେଉଁ ପାଲା କଲେ ସେଠି ଯିଏ ସବୁ ବିଚାରକ ଥିଲେ ସେଠି ଯେଉଁ ଖବର ମିଳିଲା ସେ ଭିତରେ ଖବର ପାଇଲେ ଯେ ବର୍ତ୍ତମାନ ଇଏ ହରିନାଥ ନରିନାଥ ସେ ଦଳ ଜିତି ଯାଉଛନ୍ତି କାରଣ ସେ ଛନ୍ଦ ଚୌପଦୀ ରାଗ ଅଳଙ୍କାର ଦେଇକରି ଯେତେ ସୁନ୍ଦର ଭାବରେ ଲୋକଙ୍କୁ ମୁଗ୍ଧ କରୁଛନ୍ତି ତାଙ୍କର ବେଶୀ ବେଶୀ ପଏଣ୍ଟ ମିଳିଯାଉଛି ଇଏ ସେଠୁ କ'ଣ ଭାବିଲେ ଇଏ ହେଉଛନ୍ତି ବାଙ୍କୋଇ ତାରେଶ୍ୱର ଦେବଙ୍କର ଭକ୍ତ ସେଠୁ ଇଏ ସଂସ୍କୃତ କହିଲେ ମୁଁ ତ ମିଶିଛି ବିଶ୍ୱନାଥ ପରଜୋଶୀ ଯାଇକି ତାଙ୍କୁ ପଚାରିଲି ମୁଁ କହିଲି ଆପଣ କେମିତି କଲେ କାରଣ ତାଙ୍କ ପୁଅ ବାଙ୍କୋଇ ସିଟି ସ୍କୁଲରେ କିଛି ଦିନ ଶିକ୍ଷକତା କରୁଥିଲେ ସେଇ ଅବସ୍ଥାରେ ମୋର ପରିଚୟ ମୁଁ ତାଙ୍କ ଘରକୁ ଗଲି ପଚାରିଲି ସିଏ କହିଲେ ମୁଁ ଭଗବାନଙ୍କୁ ପ୍ରାର୍ଥନା କଲି ତାରେଶ୍ୱରଙ୍କୁ ପ୍ରାର୍ଥନା କଲି ସଂସ୍କୃତରେ କହିଲି ସେ ମେଘଦୂତ କୁମାର ସମ୍ଭବ ଯେତେ ଅଛି ଯେ ସଂସ୍କୃତରେ ପ୍ରଶ୍ନ ପଚାରିଲେ ସଂସ୍କୃତରେ କହିଲେ ଏଣୁ ସେଠି ଇଏ ଅଧିକ ନମ୍ବର ପାଇଲେ ଏବଂ ଜିତିଗଲେ ତାଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇକରି ସରକାରଙ୍କ ପକ୍ଷରୁ ଗାୟକ ସମ୍ରାଟ ଉପାଧି ଦିଆଗଲା ତାଙ୍କୁ ହରେକୃଷ୍ଣ ମହତାବ କହିଲେ ସେ ବି ସବୁଦିନ ଶୁଣନ୍ତି ଯାଆନ୍ତି ସେ ଶୁଣିବା ପାଇଁ ଏତେ ମାନେ ରାଜନେତା ହେଲେ ମଧ୍ୟ ଆଗ୍ରହୀ ଥିଲା ସେଠି ସେ କହିଲେ ତୁମକୁ ଗୋଟେ ଏକର ଜାଗା ଦେଇଦେବି କେଉଁଠି ନା ବାଦାମବାଡ଼ି ଏ ବାଦାମବାଡ଼ି ନୁହେଁ ସେଥିରେ ପରିତ୍ୟକ୍ତ ମାନେ ନାଳ ନର୍ଦ୍ଦମା ହେଇକି ଭର୍ତ୍ତି ହେଇକି ଥାଏ ସେ କଟକ ସହରଠୁ ବହୁତ ଦୂରରେ ଥିଲା କହିଲେ ଗୋଟେ ଏକର ଜାଗା ଦେବି କହିଲେ ମୋ ଜାଗା ହେବା ଦରକାର ନାହିଁ ମୁଁ ତ ରହୁଛି ଗାଁରେ ମୋର ସେଠି କ'ଣ ହେବ ଏଣୁ ସେତେବେଳେ ସମୟରେ ସେ ଲୋଭ ନଥିଲା ସେ ଯାହା ହେଉ ତାଙ୍କୁ ସ୍ୱର୍ଣ୍ଣ ପଦକ ଦିଆହେଇଥିଲା ସେ ଗାୟକ ସମ୍ରାଟ ଉପାଧି ପାଇଥିଲେ।